पाकिस्तान खैबर स्थित दक्षिण वाजिरिस्तान आजम बरसाज बजार में ଥିବା ଏକ ମସଜିଦରେ ବିସ୍ଫୋରଣ ହୋଇଛି। ନମାଜ ଚାଲିଥିବା ବେଳେ ବୋମା ବିସ୍ଫୋରଣ ହେବା ଯୋଗୁଁ ଜଣେ ବରିଷ୍ଠ ମୌଲବୀଙ୍କ ସହିତ 4 ଜଣ ଆହତ ହୋଇଛନ୍ତି। ଗତ 4 ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ତୃତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ। ତେବେ ଏହା ରିମୋଟ୍ କଣ୍ଟ୍ରୋଲ ଧମାକା ବୋଲି କୁହାଯାଉଛି। ଜିଲ୍ଲା ପୋଲିସ ଅଧିକାରୀ ଆସିଫ ବାହାଦରଙ୍କ ସୂଚନା ଅନୁଯାୟୀ ଆଜମ ୱାରସାକ ବାଇପାସ୍ ରାସ୍ତାରେ ଥିବା ମୌଲାନା ଅବଦୁଲ ଅଜିଜ ମସଜିଦରେ ଅପରାହ୍ନ 1:45 ଏକ ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜମିୟତ ଉଲେମା ଇସଲାମ ଫଜଲର ଜିଲ୍ଲା ମୁଖ୍ୟ ଅବଦୁଲ୍ଲା ନଦୀମ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତୁରନ୍ତ ଉଦ୍ଧାର କାମ ଆରମ୍ଭ କରିଥିଲା। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ଘଟଣାସ୍ଥଳରେ ପ୍ରମାଣ ଏକାଠି କରୁଛି ପୋଲିସ। ତେବେ ମସଜିଦ ନିକଟରେ ବିସ୍ଫୋରକ ରଖାଯାଇଥିଲା ବୋଲି ଜଣାପଡ଼ିଛି। ତେବେ ମସଜିଦରେ ନମାଜ ବେଳେ ବିସ୍ଫୋରଣ ଘଟଣା ବାରମ୍ବାର ଘଟି ଚାଲିଛି। ଗତ ଫେବୃଆରୀ 18ରେ ପାକିସ୍ତାନର ଖୈବର ପଖ୍ତୁନଖୱା ପ୍ରଦେଶର ଆଖୋରା ଖଟକ ଅଞ୍ଚଳରେ ଥିବା ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ଶୁକ୍ରବାର ନମାଜ ସମୟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଥିଲେ।